ମାନବିକତା ହରାଇଛି ଭାଇ। 70 ବର୍ଷର ଭଉଣୀକୁ କରିଛି ଅଣଦେଖା। ଘର ଫାଟକ ଆଗରେ ବସିଛି ଭଉଣୀ। ଗୋଟିଏ ରକ୍ତରୁ ଜନ୍ମିତ ଦୁଇ ଭଉଣୀ ଓ ଦୁଇ ଭାଇ। ଘର ଜମିବାଡ଼ି ସବୁ ଅଛି, ମାତ୍ର ବଡ଼ ଭାଇ ସବୁ ସମ୍ପତ୍ତିକୁ ହାତେଇବା ପାଇଁ ନିଜର ଭଉଣୀକୁ ଘରେ ରଖିନଥିବା ବେଳେ ବଜାର ଘାଟ ବୁଲି ମାଗି ଖାଉଥିବା ବେଳେ ବଡ଼ ଭାଇ ନିଜର ମାନବିକତାକୁ ଭୁଲି ଭଉଣୀକୁ ଚାହିଁନଥିଲା। ବର୍ଷ ବର୍ଷ ଧରି ଭଉଣୀ ନୀଳଗିରି ବାଲେଶ୍ୱର ସହରରେ ବୁଲିଥିବା ବେଳେ ଅସହାୟ ମହିଳାକୁ ବାଲେଶ୍ୱର ସଅଦେଖୁଣ୍ଟା ଥାନା ପୋଲିସ ଉଦ୍ଧାର କରି ନୀଳଗିରି ଘାଟଘର ସାହିରେ ଥିବା ପୈତୃକ ଘରେ ତାର ଭାଇ ଭଗବାନ ମହନ୍ତକୁ ହସ୍ତାନ୍ତର କରିଛି। ମାତ୍ର ଭାଇ ଘର ଭିତରକୁ ଭଉଣୀକୁ ପ୍ରବେଶ କରିବାକୁ ଦେଉନାହିଁ। ଫଳରେ ଭଉଣୀ ଫାଟକ ଆଗରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଘାଟଘର ସାହି ଗ୍ରାମର ଭାଗବତ ମହନ୍ତଙ୍କର ଦୁଇ ଝିଅ ଦୁଇ ପୁଅ ରହିଥିବା ବେଳେ ଗୋଟିଏ ଝିଅ ବିବାହ ହୋଇଥିବା ବେଳେ ଅନ୍ୟ ଝିଅ ପାର୍ବତୀ ମହନ୍ତ ସେତେବେଳେ ପିଲାମାନଙ୍କୁ ପାଠ ପଢ଼ାଇ କିଛି ପଇସା ଘରକୁ ଦେଉଥିଲେ। ସମୟ ଚକ୍ରରେ ସାନ ପୁଅ ବାଲେଶ୍ୱରରେ ରହୁଥିବା ବେଳେ ବଡ଼ ପୁଅ ଭଗବାନ ମହନ୍ତ ସବୁ ସମ୍ପତ୍ତି ନିଜ ଆୟତ୍ତକୁ ଆଣିବା ପାଇଁ ଶେଷରେ ଭଉଣୀ ପାର୍ବତୀକୁ ଘରେ ରଖୁନଥିଲେ। ଭଉଣୀ ପାର୍ବତୀ ଖାଇବା ବିନା ରୋଗଗ୍ରସ୍ତ ହୋଇ ପଡ଼ିଥିବା ବେଳେ ବାଲେଶ୍ୱର ସଅଦେଖୁଣ୍ଟା ଥାନା ପୋଲିସ ଅସହାୟ ଅବସ୍ଥାରେ ମହିଳାଙ୍କୁ ଦେଖି ତାଙ୍କଠାରୁ ସମସ୍ତ ଘଟଣା ବାବଦରେ ବୁଝିବା ପରେ ନୀଳଗିରି ପୋଲିସ ସହାୟତାରେ ନିଜ ଘର ଘାଟଘର ସାହିରେ ପହଞ୍ଚି ତାର ଭାଇ ଭଗବାନ ମହନ୍ତକୁ ଭଉଣୀକୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଭଉଣୀକୁ ଘରେ ରଖିବୁ ନାହିଁ ବୋଲି ରୋକଠୋକ ମନା କରିଛି ଭଗବାନ ମହନ୍ତ। 77 ବର୍ଷର ଭଉଣୀ ଏବେ ଘର ଫାଟକ ଆଗରେ ଭାଇର ଘର ପ୍ରବେଶ କରିବାର ଅନୁମତିକୁ ଅପେକ୍ଷା କରି ଚାତକ ପରି ଚାହିଁଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।